मन्नाथः श्रीजगन्नाथो मद्गुरुः श्रीजगद्गुरुः ममात्मा सर्वभूतात्मा तस्मै श्रीगुरवे नमः श्रीगुरवे नमः। विद्यते हृदयग्रन्थिश्छिद्यन्ते सर्वसंशयाः क्षीयन्ते चास्य कर्माणि तस्मिन् दृष्टे परावरे ब्रह्मैवेदममृतं पुरस्तात् ब्रह्मैवेदममृतं पुरस्तात् ब्रह्म पश्चात् ब्रह्म दक्षिणतश्चोत्तरेण अधश्चोर्ध्वं च प्रसिद्धं ब्रह्मैवेदं विश्वमिदं वरिष्ठम्। आदरणीय भौणी माने एवं श्रद्धेय भाई माने, आज अगस्ट 14 तारीख आमर परम पूज्य बाबाजी महाराज जन्मतिथि। बाबाजी महाराज को जन्मतिथि गोटे एभली दिन में पड़े जमती लगे आम प्रभु को जन्म दिवस पालन करने गोटे प्रस्तुति, कारण आसंता काली प्रभु को जन्म दिवस अगस्ट 15। एभली संयोग जे आमे महाराज जी को जन्म दिवस पालन करूँ से समय जमी हमको सचेतन कर दिया जीवो जे मु जहाँ पाखु आसी तांकर जन्म दिवस पालन कर, जमती सी आमको कहते जन्म दिवस पालन पर अधिक प्रस्तुत हुआ, से तुम हृदय भितर प्रस्तुति की आहरी जोर कर, आहरी जोरदार कर, एवं जो जो कार्य कले तांकर निकटवर्ती हो पार बा तांको लक्ष्यर निकटवर्ती दर्शन निकटवर्ती हो पार से भली उद्यम कर, जमती एक कथा आमको से आज सूचई दौरान। आमर परम सौभाग्य ए कहबार कौन सी आवश्यकता नहीं। ओडिशा समस्त मातृ सन्तान मान पाखे ये बाबाजी महाराज सतरे आम केते गुरुत्वपूर्ण। बाबाजी महाराज जदि आसी न थांते ए कार्यक्रम भितर को ताले ओडिशा रे माँ एवं श्रीअरविंद कार्यक्रम हवा कल्पनार बाहर। अति सीधा सीधा कथा, भारतवर्ष तो ओडिशा गोटे राज्य नुह, अनेक राज्य एपरिकी माँ एवं माँ तो फ्रांस रु आसिले सीधा पंडिचेरी की, भारतवर्षर सी अधिवासी नथिले, किंतु श्री अरविंद निजे भारतवर्षर भिन्न भिन्न राज्य को जाइछन्ति, भिन्न भिन्न समय विभिन्न कारण विभिन्न जगह को, किंतु ओडिशा तो केबे भी आसी ना, कौन से कारण ओडिशा को आसी ना। से ओडिशा माँ एवं श्रीअरविंद प्रति एते उन्मुक्त है किपरि, ए हूँ विधिर विधान कहब जे बाबाजी महाराज जन्म हेले केवल यही गोटे लक्ष्य नहीं, मन हुए यही गोटे लक्ष्य नहीं जे जन्म होते संसार में। भाई भाई मैंने मो बाबाजी महाराज को जन्म वृत्तांत किंबा तांकर जीवन कहानी कहवाक आसनी, से कथा मुझे कहू नहीं, कारण आम समस्ते जानी घर कौटी केबे जन्म होते
ବାପାଙ୍କ ନାଁ ମାଆଙ୍କ ନାଁ ଏସବୁ ମୁଁ କହୁନି। ଗୋଟେ ହେଲା ବ୍ୟକ୍ତି ଆଉ ଗୋଟେ ହେଲା ବ୍ୟକ୍ତିତ୍ୱ। ବ୍ୟକ୍ତି ବିଷୟରେ ମୁଁ କହୁନି, ମୁଁ ବ୍ୟକ୍ତିତ୍ୱ ବିଷୟରେ କହୁଛି। ଯୋଉଥିପାଇଁ ସେ ବାବାଜୀ ମହାରାଜ, ଯୋଉଥିପାଇଁ ସେ ସମଗ୍ର ଓଡ଼ିଶାର ମାତୃ ସନ୍ତାନମାନଙ୍କର କୋଟିନିଧି, କାହିଁକି ସେ ଆମର ଏତେ ଆତ୍ମୀୟ, ଏତେ ନିଜର, ସେ ବ୍ୟକ୍ତିତ୍ୱଟି ସମ୍ପର୍କରେ ମୋର ଯେତିକି ଧାରଣା, ତାଙ୍କ ସାଙ୍ଗରେ ଓଡ଼ିଶାର ଅଜସ୍ର ଲୋକ ସମ୍ପୃକ୍ତ ମିଶିଛନ୍ତି, କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି, ପତ୍ର ଲେଖନ୍ତି, ପତ୍ର ଉତ୍ତର ପାଆନ୍ତି, ଅନେକ ଲୋକଙ୍କର ତାଙ୍କ ସାଙ୍ଗରେ ବହୁତ ବ୍ୟକ୍ତିଗତ ସମ୍ପର୍କ ଅଛି। ତେଣୁ ମୋ ଧାରଣାକୁ ମୁଁ ସମସ୍ତଙ୍କୁ ଲଦି ଦେବାକୁ ଚାହୁଁନି, କିନ୍ତୁ ମୋ ନିଜ ବ୍ୟକ୍ତିଗତ ଧାରଣା ଯେତିକି ସେତିକି କହିବାକୁ ଚେଷ୍ଟା କରିବି। ପ୍ରଥମ କଥା ହେଉଛି, ଦ୍ୱିତୀୟ ଓଡ଼ିଆ ଓଡ଼ିଶା ଭିତରେ ଜନ୍ମ ହୋଇନାହାନ୍ତି ଯିଏକି ନିଜ ରାଜ୍ୟକୁ ଏବଂ ରାଜ୍ୟବାସୀଙ୍କୁ ଏତିକି ଭଲ ପାଆନ୍ତି। ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା, ଜଣେ ଓଡ଼ିଆ, ସିଏ ଓଡ଼ିଶାରେ ତାଙ୍କର ଜନ୍ମ, ଓଡ଼ିଶା ବାହାରେ ଯାଇ ରହିଛନ୍ତି ସାଧନା କରିବା ପାଇଁ, ଏବଂ ସାଧନା ତାଙ୍କର ଚାଲୁ ରଖିଛନ୍ତି, ସାଧନା କରୁଛନ୍ତି, ତପସ୍ୟା କରୁଛନ୍ତି, ମାଆଙ୍କ ପାଖରେ ଅଛନ୍ତି, ମା ଶିବଙ୍କ କାର୍ଯ୍ୟ କରୁଛନ୍ତି, ସେଠି ସବୁ ଠିକ୍। କିନ୍ତୁ ସେଇଠି ଥାଇକି ମଧ୍ୟ ଓଡ଼ିଶା ପାଇଁ ତାଙ୍କର ଚିନ୍ତା। ଆପଣ ସମସ୍ତଙ୍କର ଅଭିଜ୍ଞତା ଥିବ, ମୋର ଯେମିତି ଅଭିଜ୍ଞତା ଅଛି ଆପଣ ସମସ୍ତଙ୍କର ଅଭିଜ୍ଞତା ଥିବ। ଆପଣ ଯାଇ ପ୍ରଥମେ ପଣ୍ଡିଚେରୀରେ ପହଞ୍ଚିଲେ, ତାଙ୍କ ସହିତ ସାକ୍ଷାତ କରିବେ, ସେ କେବେ ପଚାରନ୍ତି କି ପାଠଚକ୍ର କେମିତି ଚାଲନ୍ତି, ଆପଣଙ୍କ ସ୍କୁଲ କେମିତି ଚାଲିଛି, ପାଠଚକ୍ର କେମିତି ଚାଲିଛି, ପାଠଚକ୍ରର ସଂଖ୍ୟା ବଢ଼ିଲାଣି କି ନାହିଁ, ସ୍କୁଲର ପିଲା ସଂଖ୍ୟା ବଢ଼ିଲାଣି, ଏଗୁଡ଼ା ପଚାରନ୍ତି କି? ଯଦିଓ ଏସବୁ ତାଙ୍କରି କୃପାରୁ ବା ତାଙ୍କରି ଉଦ୍ୟମରୁ ହେଇଛି, କିନ୍ତୁ ତାଙ୍କର ପ୍ରଶ୍ନ କ'ଣ ହୁଏ, ଓଡ଼ିଶାରେ ଏ ବର୍ଷ ଭଲ ବର୍ଷା ହେଇଛି ତ, ଓଡ଼ିଶାରେ ଏ ବର୍ଷ ଫସଲ ଭଲ ହେବ ତ, କେମିତି ଫସଲ ହେଇଛି ଓଡ଼ିଶାରେ, ଏ ବର୍ଷ ଓଡ଼ିଶାରେ ଫସଲର ଅଭାବ ହେବନି ତ, ଖାଦ୍ୟର ଅଭାବ ହେବନି ତ। ଆଚ୍ଛା, ସତ କୁହନ୍ତୁ, ଏ ବିଷୟରେ ଜଣେ ଯଦି ଦାୟିତ୍ୱ ନେଇ ନଥାଏ, ଏକଥା କେବେ ବି ପଚାରିବ କି? ଜାଣିବାର ଆଗ୍ରହରେ ସେ ପଚାରନ୍ତିନି, ସେ ନୀରବରେ ତାଙ୍କ ତପସ୍ୟାରେ ଓଡ଼ିଶାବାସୀଙ୍କ ପାଇଁ, ଓଡ଼ିଶାବାସୀଙ୍କ ପାଇଁ ନୀରବରେ ମାଆଙ୍କ ନିକଟରେ ଅହରହ ପ୍ରାର୍ଥନା କରନ୍ତି, ଏବଂ ତାହାରି ଫଳସ୍ୱରୂପ ଓଡ଼ିଶାର ନିଶ୍ଚୟ ଲୋକମାନେ ଆନନ୍ଦରେ ରହିବେ, ଖୁସିରେ ରହିବେ, ଏଇଭଳି ଏକ ତାଙ୍କର ଭିତରେ ବ୍ୟାକୁଳତା ଥାଏ। ଦ୍ୱିତୀୟ ଲୋକ ମୁଁ ଦେଖିନି, ଅଛନ୍ତି ଓଡ଼ିଶାରେ ବହୁତ ରାଜନୈତିକ ବ୍ୟକ୍ତିତ୍ୱ ଅଛନ୍ତି, ସାମାଜିକ କର୍ମୀ ଅଛନ୍ତି, ଲେଖକ, କବି ଇତ୍ୟାଦି ଅଛନ୍ତି, ଯେଉଁମାନେ ଓଡ଼ିଶାକୁ ଭଲ ପାଆନ୍ତି, କିନ୍ତୁ ଏଭଳି ଭଲ ପାଇବା ଯେ କୌଣସି ସ୍ୱାର୍ଥ ନଥାଏ, ସମ୍ପୂର୍ଣ୍ଣ ନିଃସ୍ୱାର୍ଥ। ପୁଳାଏ ମୁଠାଏ ଧାନ ଚାଉଳ ଆମେ କେବେ ନେଇକି ଯାଇଛୁ ତାଙ୍କ ପାଇଁ? ତାଙ୍କର ଲୋଡ଼ା କି ସେସବୁ? ତାଙ୍କର ଦରକାର ଯେଉଁ ଓଡ଼ିଶାର ଲୋକମାନେ ଏତେ ଦରିଦ୍ର, ତାଙ୍କର ଦାରିଦ୍ର୍ୟ କେମିତି ଦୂର ହେବ? ଓଡ଼ିଶା ଲୋକମାନେ ବହୁତ ଦରିଦ୍ର, ତାଙ୍କ ଦାରିଦ୍ର୍ୟ କେମିତି ଦୂର ହେବ? ଯଦି ଭଲ ଫସଲ ହେବ, ଭଲ ବର୍ଷା ହେବ, ଭଲ ଫସଲ ହେବ, ତାହେଲେ ଲୋକମାନଙ୍କ ଦାରିଦ୍ର୍ୟ ଦୂର ହେବ। ଇଏ ଗଲା ଗୋଟିଏ ଦିଗରେ ନିଜ ରାଜ୍ୟବାସୀଙ୍କୁ ଭଲ ପାଇବା। ଦ୍ୱିତୀୟ ଦିଗରେ ଯେତେବେଳେ ସେ ପଣ୍ଡିଚେରୀରେ ପହଞ୍ଚିଲେ, 1945 ମସିହାରେ ପହଞ୍ଚିଲେ ପଣ୍ଡିଚେରୀ, ଏବଂ ସେତେବେଳେ ଆଶ୍ରମରେ ଯେଉଁ କେତେଜଣ ବିଶିଷ୍ଟ ସାଧକ ଥିଲେ, ଏବଂ ଆଉ ବି ଅନେକ ସାଧକ ସବୁ ଥିଲେ, ବରିଷ୍ଠ କନିଷ୍ଠ ସବୁ ସାଧକ,
ତାଙ୍କ ଭିତରେ ଓଡ଼ିଆ କେହି ନଥିଲେ ଏବଂ ସିଏ ତ ପୁରାତନ ସାଧନାରେ ସମ୍ପୂର୍ଣ୍ଣ ସିଦ୍ଧ ବ୍ୟକ୍ତିତ୍ୱ ଥିଲେ ଏବଂ ସେଇଠାରୁ ନିଜର ଅନ୍ତର ପ୍ରେରଣା ପାଇ ଆମେ ଜାଣିଛୁ ଅଯୋଧ୍ୟାରେ ସାଧନା କରୁଥିଲେ ତାଙ୍କର ଶ୍ରୀରାମଚନ୍ଦ୍ର ଏବଂ ହନୁମାନଜୀ ଇଏ ତାଙ୍କର ଇଷ୍ଟ ମୌନି ବାବା ହେଲେ ତାଙ୍କ ଗୁରୁ ସେଇଠି ରହି ଯାହା ଯାହା ସାଧନା ସିଦ୍ଧି ସବୁ ଶେଷ କରିସାରିଥିଲେ ଏକଥା ଆମେ ଶୁଣିଛୁ ଏ ସବୁ ଶେଷ କରିସାରିବା ପରେ ମଧ୍ୟ ତଥାପି ଭିତରୁ ପ୍ରେରଣା ପାଇଲେ ଯେ ଦକ୍ଷିଣ ଭାରତକୁ ଯିବାକୁ ପଡ଼ିବ ଦକ୍ଷିଣକୁ ଏବଂ ଦକ୍ଷିଣ ପଣ୍ଡିଚେରୀରେ ପହଞ୍ଚିଲା ପରେ ତାଙ୍କର ଯାହା ଯାହା ସାଧନା କାର୍ଯ୍ୟ ଏଇଟା ଆରମ୍ଭ କଲେ କିନ୍ତୁ ସେ ଦେଖିଲେ ଯେ ମା ଓ ଶ୍ରୀଅରବିନ୍ଦ ଯାହା କହୁଛନ୍ତି ଖାଲି ଅକାଟ ନୁହଁ ଅନିବାର୍ଯ୍ୟ ଅପରିହାର୍ଯ୍ୟ ଏହା ଛଡ଼ା ଅନ୍ୟ କୌଣସିର କିଛି ବି ସମାଧାନ ନାହିଁ ମଣିଷ ସମାଜକୁ ଯଦି ରକ୍ଷା କରିବାକୁ ପଡ଼ିବ ମଣିଷ ସମାଜକୁ ଯଦି ତାର ସମସ୍ତ ଦୁଃଖ ଯନ୍ତ୍ରଣା ରୋଗ ବାର୍ଦ୍ଧକ୍ୟ ଏପରିକି ମୃତ୍ୟୁରୁ ମଧ୍ୟ ଉଦ୍ଧାର କରିବାକୁ ପଡ଼ିବ କେବଳ ମା ଶ୍ରୀଅରବିନ୍ଦଙ୍କ ଧାରାରେ ସମ୍ଭବ ଏହା ତାଙ୍କ ବ୍ୟତୀତ କାହା ଦ୍ୱାରା ସମ୍ଭବ ନୁହଁ ଏବଂ ସେହି ସମ୍ପର୍କରେ ସେ ଯେତିକି ଯେତିକି ପଢ଼ିଲେ ଯେତିକି ଯେତିକି ଅନୁଭବ କଲେ ଯେତିକି ଆଲୋଚନା ଶୁଣିଲେ ତାଙ୍କର ଇଚ୍ଛା ହେଲା ଓଡ଼ିଶା ଲୋକମାନେ ଜାଣନ୍ତେନି ଇଏ ହେଲା ଓଡ଼ିଶାକୁ ଭଲ ପାଇବାର ଆଉ ଏକ ଦିଗ ଏଇଟା ଓଡ଼ିଶାର ଲୋକମାନେ ଜାଣନ୍ତେନି କେମିତି ଜାଣିବେ ମା ଶ୍ରୀଅରବିନ୍ଦ ଯେଉଁ ଇଂଲିଶ ଲେଖିଛନ୍ତି ଯେଉଁ ଇଂରାଜୀ ଭାଷା ଏତେ କଠିନ ତାକୁ ବୁଝିବା ସହଜ ନୁହଁ ସିଏ ଅଯୋଧ୍ୟାରେ ଥିବା ଉତ୍ତରୁ ହିନ୍ଦୀ ଶିଖି ସାରିଥିଲେ ହିନ୍ଦୀରେ ଅନୁବାଦର ବହି ସବୁ କିଛି କିଛି ପଢ଼ୁଥିଲେ କିନ୍ତୁ ଓଡ଼ିଆରେ ଖଣ୍ଡେ ବି ବହି ନାହିଁ ଗୋଟେ ବି ବହି ନଥିଲା ଓଡ଼ିଆରେ ତେଣୁ ତାଙ୍କ ଭିତରେ ଗୋଟେ ବ୍ୟାକୁଳତା ଆସିଲା ଏଇ ପାଠକୁ ମା ସ୍ୱୟଂ ଯେଉଁ ପାଠ କହୁଛନ୍ତି ଏଇ ପାଠକୁ କେମିତି ଓଡ଼ିଆରେ ଅନୁବାଦ କରାଯାଆନ୍ତାନି ଓଡ଼ିଶାର ଲୋକମାନେ ଜାଣନ୍ତେନି ଓଡ଼ିଶାର ଲୋକମାନେ ପଣ୍ଡିଚେରୀ ତ ଆସିପାରିବେନି ଏତେ ଖର୍ଚ୍ଚ ଏତେ ବାଟ ଆସିପାରିବେନି ସେଇଠି ଛାଇ ଜାଣିବା ପାଇଁ ହେଲେ ଅନ୍ତତଃ ଓଡ଼ିଆ ଭାଷାରେ ଯଦି ଏହା ଅନୁବାଦ ହେଇପାରନ୍ତା ତାହେଲେ କେତେ ସୁନ୍ଦର ହୁଅନ୍ତା ଏବଂ ଆମେ ତାପରେ କାହାଣୀ ଜାଣିଛୁ ତାଙ୍କ ଭିତରୁ ଗୋଟେ ଉତ୍ତର ଆସିଲା ଯେ ଜଣେ ପ୍ରଫେସର ଆସିବେ ତୁମକୁ ସାହାଯ୍ୟ କରିବା ପାଇଁ ତାପରେ କାଳକ୍ରମେ ସବୁ କଥା ଘଟିଛି ପ୍ରପତି ଯାଇଛନ୍ତି ମିଶିଛନ୍ତି କାର୍ଯ୍ୟ କରିଛନ୍ତି ଇତ୍ୟାଦି ତାପରେ ସେ ଯେତେବେଳେ ଓଡ଼ିଆ ଭାଷାରେ ବହି ଲେଖା ଆରମ୍ଭ ହେଲା ପତ୍ରିକା ପ୍ରକାଶ ହେଲା ନବଜ୍ୟୋତି ନବପ୍ରକାଶ ଏବଂ ସବୁ ଯାବତୀୟ ପ୍ରକାରର ଯେତେ ଯେତେ ଲୋକ ସାହିତ୍ୟ ସବୁ ଲେଖା ଆରମ୍ଭ ହେଲା ଲୋକ ସାହିତ୍ୟ ଲେଖା ଆରମ୍ଭର କାହାଣୀ କ'ଣ ଜଣେ ଭଦ୍ରଲୋକ ପ୍ରଶ୍ନଟେ ପଚାରିଲେ ବାବା ଯେଉଁ ଜଣେ ଭଦ୍ରଲୋକ ଗୋଟେ ପ୍ରଶ୍ନ ପଚାରିଲେ ତାର ଏକ ଦୀର୍ଘ ଉତ୍ତର ସେ ଦେଲେ 8-10 ପୃଷ୍ଠା ଗୋଟେ ବିରାଟ ଉତ୍ତର ଦେଲେ ଏବଂ ସେ ଉତ୍ତର କାଗଜ ଖଣ୍ଡକ ବୁଲିଲା ନ୍ୟାଚୁରାଲି ଚିଡ଼ିଲା ତ ତାକୁ ସବୁ ତାଳି ତାଳି ପକେଇକି ସମସ୍ତେ ପଢ଼ିଲେ ତାପରେ ତାଙ୍କ ଭିତରେ ଆସିଲେ ଯଦି ଆକୁ ଛାପି ଦିଆଯାଆନ୍ତା ସମସ୍ତ ପାଇଁ ପହଞ୍ଚି ଯାଆନ୍ତା ସେଇଠୁ ଯେଉଁ ଛାପି ଦେବାର ପ୍ରେରଣା ସେ ହେଉଛି ଲୋକ ସାହିତ୍ୟର ସୃଷ୍ଟି ଲୋକ ସାହିତ୍ୟ ଶ୍ରୀଅରବିନ୍ଦ ଲୋକ ସାହିତ୍ୟ ଯେକୌଣସି ଓଡ଼ିଶାର ସାହିତ୍ୟକୁ ନିଶ୍ଚୟ ଅନୁଭବ କରିବେ ଏକ ସ୍ୱତନ୍ତ୍ର ସାହିତ୍ୟ ସେ ଭାଷା ସେ ସାହିତ୍ୟ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଅନ୍ୟ କୌଣସି ଭାଷା ଲେଖକ ସେ ଭାଷା ବ୍ୟବହାର କରନ୍ତି ନାହିଁ ବାବାଜୀ ମହାରାଜ ଯେଉଁ ଭାଷା ବ୍ୟବହାର କରିଛନ୍ତି କ୍ୱଚିତ୍ ଲେଖକ ବୋଧେ ସେଭଳି ଭାଷା ବ୍ୟବହାର କରୁଥିବେ ତାଙ୍କର ଗୋଟେ ସ୍ୱତନ୍ତ୍ର ଭାଷା ସେ ସୃଷ୍ଟି କଲେ ଏବଂ ସେ ଭାଷା ମାଧ୍ୟମରେ ଲୋକ ସାହିତ୍ୟ ଲେଖା ଆରମ୍ଭ ହେଲା ଏବଂ ଲୋକ ସାହିତ୍ୟ ଫଳରେ ସମଗ୍ର ଓଡ଼ିଶାର ଲୋକମାନେ ଧୀରେ 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 ମାସୁମିତ ଅନୁପ୍ରାଣିତ ହେଲେ
ताको पूर्व तो गुजराती भाषा लिखाई बंगला भाषा लिखाई हिंदी भाषा लिखाई हुए तो तमिल तेलुगु भी लिखा थी कारण तमिल तो से लोकल स्थानीय भाषा किंतु कौन सी राज्य तो लोक मान भीतर एत प्रेरणा उत्साह आसी ना ये केमती है ये हूँ जो व्यक्तित्व थरुटे पंडिचेरी अयोध्या जीवा बाटे थरुटे ओडिशा रे अटकिले 60 मसीह दु तीन दिन पे अटकिले से दु तीन दिन पे अटकिले कटक दिने भुवनेश्वर दिन राति रहिले आउ कोट कोट कौन मीटिंग कले चलीगले किंतु कौन से कर पुणी 2-3 वर्ष पर प्रपति महाशय आसिले प्रपति महाशय आसिक सी 8-10 दिन रहिले रही से किसी अंचल बुड़े चलीगले किंतु कौन से कले समग्र ओडिशार भूमि की उर्वर करदे ये गोटे चमत्कारिता किसी स्वतंत्र उद्यम से करना भितर प्रार्थना करेंगे निश्चय तपस्या करेंगे निश्चय माँ के पाखे प्रार्थना कर चलते निश्चय माँ ओडिशा लोक मैंने आपण को जानतु ओडिशा लोक मैंने तुमको जानतु प्रभु को जानतु ये जो दर्शन जो सत्य तुम मैंने उद्घाटित कर ये सत्य विषय ताकर धारणा हो से विश्वास करते यही तो किसी करेंगे आउ कौन यह ही करेंगे प्रार्थना करेंगे तपस्या करेंगे पढ़ापढ़ करेंगे ता फल कौन है ओडिशार माटी एते उर्वर हो गला जे आध्यात्मिक धारा सबू संस्था जे भी चाहिए आसिले ओडिशा को संस्था भी बढ़ी चलला जमती आप धान बुणिले धान बुणा सागर जो जो गछ मंजी पड़ो सब तो उठे सी भी कहीं कहते केवल मास लोक मैंने जानतु बोली आध्यात्मिक धारा जी भी चाहिए किंतु ओडिशार वातावरण ओडिशा समग्र वातावरण आध्यात्मिकमय कर ये हूँ ओडिशा को बा निज राज्य को भल पाइबार द्वितीय दिग गोटे दिग हूँ सामाजिक भाव में अति व्यावहारिक भाव में खाइबा को अच्छी कि नहीं रहिबा को सुविधा अच्छी कि नहीं बन्या न हो वर्षा अधिक न हो बढ़ी न हो बात्या न हो ये सब न हो ओडिशा पई एवं तापरे समस्ते आध्यात्मिक धारा अनुप्राणित हूँ समस्ते माँ शिव ग्रहण करूँ माँ शिव जानतु ये द्वितीय दिग ओडिशा को भल पाइबा ये हूँ बाबा जहाँ व्यक्तित्वर सबुठ महत्वपूर्ण दिग द्वितीय दिग हूँ द्वितीय दिग मान द्वितीय कथा हूँ समस्त प्रति समान व्यवहार समस्त प्रति समान व्यवहार आपण बहुत गोटे विशिष्ट व्यक्ति आपण प्रति गोटे स्वतंत्र व्यवहार आउ जो साधारण लोक सी आसी आउ प्रकार अन्य प्रकार व्यवहार कहीं देखी ना एक कथा कहीं देखे ना जी भी गला पाखे समस्त हस हस मुहर स्वागत करवा शंखुड़ा कौटू आसछंती ओडिशा हाँ ओडिशा कौ जगार आसपर भल मंद पचार तापर बुझे तापर समस्त प्रति समान आचरण जमती समस्ते आत्मीय जो मैंने प्रथम थर भी भेटिक आसती कह चिन्ह भाई कथा है कौन कौन सतरे मत आगुरी चिन्ही थी ना कौन सेम तो कथा है चिन्हला भाया ये हूँ आहरी गोटे विशिष्ट गुण अर्थात जी भी पाक जीव एमती आट्राक्टेड आकर्षित हो जिते बड़े भी पंडिचेरी जीव पाक जावाक ही पड़ो कि आकर्षण तक आम मैंने समस्ते जो मैंने जाने समस्ते समाधि जी प्रणाम करेंगे कक्ष को जवार थे से जी जदि मेडिटेशन हॉल प्रणाम कर सब करेंगे सीधा जी बाबा जी
ଶିବାୟ ବାବାଜୀ ଟିକେ ଦର୍ଶନ କରିଦେଇ ଆସିବେ। ଖାଇଲେ କି ନାହିଁ, ପିଇଲେ କି ରହିଲେ କି ନାହିଁ, ଏଇସବୁ କଥା ସେ ନିଶ୍ଚୟ ବୁଝିବେ। ଓଡ଼ିଶା କଥା ପଚାରନ୍ତି, ଫସଲ ଇତ୍ୟାଦି ସବୁ ଟିକେ ଯେଉଁମାନେ ସେ ପୁରୁଣା ତାଙ୍କ ସାଙ୍ଗେ ଆଲୋଚନା କରନ୍ତି, କିନ୍ତୁ ନୂଆ ନୂଆ ଯାହା ଦେଖନ୍ତି ରହିବାକୁ ଜାଗା ପାଇଲେନି, ବ୍ରେକଫାଷ୍ଟ କଲେନି, ଖାଇଲେନି, ସୁବିଧା ହେଲା। ସମସ୍ତେ କହିବେ ଏମିତି କେମିତିଆ ଲୋକ, ମୋତେ ଯାଇ ପ୍ରଥମ ଦେଖୁଛନ୍ତି, ପ୍ରଥମ ଦେଖି ତ ଏମିତି କହୁଛନ୍ତି। ଇଏ ହେଉଛି ସମସ୍ତଙ୍କ ପ୍ରତି ସମାନ ଆଚରଣ। ଏପରିକି ଆମେ ଜାଣିଛୁ, ମୋରି ଭଳିଆ ଆହୁରି କେତେଜଣ ବି ଜାଣନ୍ତି, କିଛି ବ୍ୟକ୍ତି ତାଙ୍କ ବିରୁଦ୍ଧରେ ବି କହନ୍ତି, କିଛି ବ୍ୟକ୍ତି କୌଣସି ନା କୌଣସି କାରଣ ତାଙ୍କ ବିରୁଦ୍ଧରେ ବି କହନ୍ତି। କହିଲେ ମଧ୍ୟ ତାଙ୍କୁ ଯେତେବେଳେ ଦେଖିବେ ରାସ୍ତାରେ ଏମିତି ମୁଣ୍ଡ ଓଳକି କରି ପ୍ରଣାମ କରିବେ, ନମସ୍କାର। ଛଳନା ନୁହଁ, ପ୍ରଶ୍ନ ଉଠୁନି, ଛଳନା ତାଙ୍କ ଘର ବାଟ ଦେଇ ଯାଇନି। ସତ୍ୟରେ ତାଙ୍କୁ ସେ ଶ୍ରଦ୍ଧା କରନ୍ତି, ଭଲ ପାଆନ୍ତି। କାରଣ ସେ ବ୍ୟକ୍ତିର ତ ବାହାରକୁ ଦେଖନ୍ତିନି ନା, ବ୍ୟକ୍ତି ହୃଦୟରେ ଯିଏ ଅଛନ୍ତି ତାଙ୍କୁ ଦେଖନ୍ତି। ତେଣୁ ଆଚରଣ ଭିନ୍ନ କାହିଁ ହେବ? କାହାରି ପ୍ରତି ଆଚରଣ ସେ ଭିନ୍ନ କରନ୍ତି। ଆଉ ଗୋଟେ ଗୁଣ ବାବାଜୀଙ୍କର ଆମେ ଦେଖିଛୁ, କେବେ ବି ରାଗି ନାହାନ୍ତି। ଆମେ ଦେଖିବା ପରଠୁ, ଆମେ ତାଠାରୁ ମିଶିବା ପରଠାରୁ ଗୋଟେ ବି ଅକେଜନ ହେଇନି ଯେ ସେ ରାଗିବା। ମୋର ଥରେ ମନେ ଅଛି, ତାଙ୍କର ପଣ୍ଡିଚେରୀରୁ ଶେଷ ଥର ପାଇଁ ଫେରି ଯାଇଥାନ୍ତି, ସରି ପଣ୍ଡିଚେରୀ ଓଡ଼ିଶାରୁ ଶେଷ ଥର ପାଇଁ ଫେରି ଯାଇଥାନ୍ତି ଏବଂ ଆଉ ଓଡ଼ିଶା ଆସିବା ପାଇଁ ତାଙ୍କର ପ୍ରସ୍ତାବ ଆଦୌ ନଥାଏ। କିନ୍ତୁ ସେଇ କଥାଟା ସମସ୍ତଙ୍କ ମୁହଁରେ କୁହାଇ ନେବେ। ଡାକିଲେ ସବୁ, ଆମେ ସବୁ ବସିଛୁ, ପ୍ରପତି ମା ସବୁ ବସିଛନ୍ତି, ମଧୁ ଭାଇନା ବସିଛନ୍ତି, ସମସ୍ତେ ବସିଛନ୍ତି। ସେଠୁ କହିଲେ ଆଚ୍ଛା, ତ ଆପଣମାନେ କୁହନ୍ତୁ, ମୋର ଆଉ ଓଡ଼ିଶା ଯିବା ଆବଶ୍ୟକ କି? କ'ଣ ମଧୁସୂଦନ ବାବୁ ତମେ କ'ଣ କହୁଛ? ମଧୁବାନ କହିଲେ ନାଇଁ ଆଜ୍ଞା, ଆପଣ ବର୍ତ୍ତମାନ ଟିକେ ବିଶ୍ରାମ ନେଇ ଏଇଠୁ ପଣ୍ଡିଚେରୀରେ କାମ କରିବେ, ଆପଣଙ୍କ ସ୍ୱାସ୍ଥ୍ୟ ବେଳେବେଳେ ଭଲ ରହୁନି। ସେଠି ମୁଁ ଆଡ଼େ ଜାଣିଲେ, ତ ପ୍ରସାଦ ତମେ କ'ଣ କହୁଛ? ମୁଁ କହିଲି ଆଜ୍ଞା ଆପଣଙ୍କ ଯିବା ନିହାତି ଦରକାର। ଭାରି ବଡ଼ ମଣିଷଟା, ଭାରି ନାଇଁ ନାଇଁ ବଡ଼ ପଣ୍ଡିତଟା, ଆଉ ଏଇ ହେଉଛି ତାଙ୍କ ରାଗ। ବଡ଼ ପଣ୍ଡିତଟା ସାଙ୍ଗେ ସାଙ୍ଗେ ପ୍ରପତି ମହାଶୟ କହିଲେ, ଆପଣ ତାକୁ ପଚାରିଲେ ସେ ତା ମନ କଥା କହିଲା, ଆପଣ ତା ଉପରେ ବିରକ୍ତ ହେଉଛନ୍ତି। ରାଗ ମାନେ ଏତିକି। ଆମେ ଯାଉଛୁ କେଉଁ ରାଗିବା, ରାଗ ମାନେ ଏତିକି। ଥରେ କୌଣସି ବ୍ୟକ୍ତି ଆଶ୍ରମ ବଦମାସି କରୁଥିଲେ, ଗଣ୍ଡଗୋଳ କରୁଥିଲେ, ତାଙ୍କୁ କୁହାଗଲା ଯେ ତାଙ୍କୁ ଟିକେ କହିଦିଅନ୍ତୁ। ଆମେ ଏଇଟା ମନୋଜଙ୍କ ପାଖରୁ ଶୁଣିଛୁ, ଆପଣ ତାଙ୍କୁ କହିଦିଅନ୍ତୁ, ଆପଣ ନ କହିଲେ ସେ ଶୁଣିବେନି, କାହା କଥା ଶୁଣୁନାହାନ୍ତି। ସେଠୁ ଦିନେ କହିଲେ ଯେ ମୁଁ କହିଦେଇଛି, ଭଲ କରି କହିଦେଇଛି। ତାଙ୍କୁ ଜଣେ କିଏ ପଚାରିଲେ, ବାବାଜୀ ମହାରାଜ ଆପଣ କ'ଣ କହୁଥିଲେ କି? ନାଇଁ ତ, ନା କ'ଣ କହିଲେ, ଆପଣ ସାଧନା କରିବାକୁ ଆସିଛନ୍ତି ତ, ସାଧନା କରିବେ ନା, ଏମିତି କ'ଣ କହୁଛନ୍ତି? ଏ ହେଲା ଗାଳି, କହିଦେଇଛି, ଭଲ କରି କହିଦେଇଛି। ରାଗ ତ ଶିଖିନାହାନ୍ତି, ଆଉ ରାଗିବା କୋଉଠୁ? ରାଗ ସେ ଶିଖିବି ନାହାନ୍ତି, କେବେ ରାଗିବା କେହି ଦେଖିନୁ ଆମେ। ଆଉ ଗୋଟେ ବହୁତ ବଡ଼ ଗୁଣ ତାଙ୍କର ହେଉଛି, ଆମେ ଦେଖିଛୁ ଲୋକ ସମସ୍ତଙ୍କ ଦୁଃଖରେ ଦୁଃଖୀ ହେବା ଲୋକ ଆମେ ଦେଖିଛୁ, କିନ୍ତୁ ସମସ୍ତଙ୍କ ସୁଖରେ ସୁଖୀ ହେବା, ଯାହାର ବି ଭଲ ଶୁଣିବେ ଖୁସି ପଡ଼ିବେ, ବେଜାଏ ଖୁସି ତାଙ୍କ ନିଜର ହେଇଯାଇଛି। ଏଇ କଥା ଆମେ ଜାଣିଥିଲେ ମଧ୍ୟ ଥରେ ମନୋଜ ବାବୁ ବାବାଜୀଙ୍କ ଜନ୍ମଦିନରେ କହୁଛନ୍ତି ଯେ ଲୋକଙ୍କ ଦୁଃଖରେ ଦୁଃଖୀ ହେବା ଲୋକ ମିଳିବେ, କିନ୍ତୁ ସମସ୍ତଙ୍କ ସୁଖରେ ସୁଖୀ ହେବା ଏମିତିଆ ଲୋକ ମିଳିବେ। ସମସ୍ତଙ୍କ ସୁଖରେ ସୁଖୀ ହେବା, ଯିଏ ବି ତାଙ୍କ ବିରୋଧୀ ହେଉ ଯାହା ହେଉ,
ସମସ୍ତଙ୍କ ସୁଖରେ ସୁଖୀ ହେବେ ନିଶ୍ଚିତ ଭାବରେ। ଯେତେ ଖୁସି କହିବେ ଭାରି ଖୁସି, ତ ବହୁତ ତ ଭାରି ଖୁସି। ସମସ୍ତେ ନିଜର ହେଇଥିଲେ ବି ଏତିକି ଖୁସି ହେଇନଥିବେ ଯେତିକି ଇଏ। ଆଚ୍ଛା, ସେ ନିଜେ ତ ବିବାହ କରିନାହାନ୍ତି, କିନ୍ତୁ ଆପଣ ଜାଣନ୍ତି କି ନାହିଁ ଯେତେ ପରିବାର କଲା ବାଲା, ଯେତେ ବିବାହ କରିଥିବା ପରିବାର କରିଥିବା ଲୋକମାନେ ସମସ୍ତଙ୍କର ପାରିବାରିକ ସମସ୍ୟା, ଆର୍ଥିକ ସମସ୍ୟା, ଶାରୀରିକ ସମସ୍ୟା, ଜମିବାଡ଼ି ସମସ୍ୟା, ଓକିଲ କୋର୍ଟ ନୋଟିସ୍ ସମସ୍ୟା, ସବୁ ସମସ୍ୟା ତାଙ୍କୁ ଯାଇ କହନ୍ତି। ଆଉ ସେ ନା ଓକିଲାତି ପଢ଼ିଛନ୍ତି, ନା ଡାକ୍ତରୀ ପଢ଼ିଛନ୍ତି, ନା କ'ଣ ପଢ଼ିଛନ୍ତି, କିନ୍ତୁ ଲୋକ ଜାଣନ୍ତି ଏଇଠି କହିଦେଲେ ହେଇଯିବ, ଏଇଠି କହିଦେଲେ ହେଇଯିବ। ବାବାଜୀଙ୍କ ପାଖରେ କହିଦେଲେ ହେଇଯିବ, ଏଇ ବିଶ୍ୱାସଟା ସମସ୍ତଙ୍କର ଅଛି। ଅତୀତରେ ଯେତେବେଳେ ପ୍ରଥମେ ଆମେ ଚିଠି ଦେଉଥିଲୁ, ବାବାଜୀ ଉତ୍ତର ଦେଉଥିଲେ, ସେତେବେଳେ ଏତେ ନାମଜପ ଉପରେ ଆରମ୍ଭ ହୋଇନଥିଲା। କାରଣ ନାମଜପ ସଂକ୍ରାନ୍ତରେ ମା ଶ୍ରୀଅରବିନ୍ଦ କ'ଣ କହିଛନ୍ତି ଏ ବିଷୟରେ ପ୍ରକାଶିତ ହୋଇନଥିଲା। ତାପରେ ତ ସମସ୍ତଙ୍କୁ କହିଲେ ଯାହା ହେଲେ ବି ନାମ ଜପ କର, ମାଙ୍କ ନାମ ଜପ କର, ମାଙ୍କ ନାମ ଜପ କର, ସବୁ ସମାଧାନ ହେଇଯିବ। କିନ୍ତୁ ଯେତେବେଳେ ପର୍ଯ୍ୟନ୍ତ ସେ କଥା କହିନଥିଲେ, କିନ୍ତୁ ତାଙ୍କୁ କହିଦେଲେ ସେ କ'ଣ ହେଉଥିଲା, ଗୋଟେ ବହୁତ ସୁନ୍ଦର ସେ ଚ୍ୟାନେଲ, ବାବାଜୀ ଗୋଟେ ସୁନ୍ଦର ଚ୍ୟାନେଲ ମାଙ୍କ ପାଖକୁ କହିଦେଲେ ତ ମା ଜାଣିଲେ। ଆଉ ଏଠି ଆମର ଯେତେବେଳେ କୌଣସି ଫଙ୍କସନ୍ ହୁଏ ଓଡ଼ିଶାରେ ଫଙ୍କସନ୍ ଆମେ କ'ଣ କରୁ ନା ବାବାଜୀଙ୍କ ପାଖକୁ ଗୋଟେ ଟେଲିଗ୍ରାମ କରିଦେଉ। ଯେତେବେଳେ ଦେଖା ହୁଏ, ଜଣେ କିଏ ଦେଖା ହେବେ, କିଏ ତୁମ ପ୍ରୋଗ୍ରାମ କେଉଁ ଦିନ, ନା ଆମ ପ୍ରୋଗ୍ରାମ ଅମୁକ ଦିନ, ଆଉ ବାବାଜୀ ଟେଲିଗ୍ରାମ କରିଦେଇଛ ନା, ହଁ ଆଉ ଟେଲିଗ୍ରାମ ତ କରିଦେଇଛ, ପୁଣି କ'ଣ ବାବାଜୀକୁ ଟେଲିଗ୍ରାମ କରିଦେଇଛ ମାନେ କାମ ସରିଲା। ସବୁ ବିଷୟକୁ ମାଙ୍କ ପାଖରେ ଉପସ୍ଥାପିତ କଲା ଭଳି ତାଙ୍କର ଯେ ଗୋଟେ ପ୍ରବଳ ସାମର୍ଥ୍ୟ ଅଛି, ଏ ବିଶ୍ୱାସ ଆମ ସମସ୍ତଙ୍କର। ଓଡ଼ିଶା ଯେତେ ମାତୃଭକ୍ତ ସମସ୍ତଙ୍କର ସେ ବିଶ୍ୱାସ, ବାବାଜୀଙ୍କୁ କହିଦେଲେ କାର୍ଯ୍ୟ ଶେଷ ହେଇଗଲା। କାରଣ ସେ ଗୋଟେ ବହୁତ ସୁନ୍ଦର ଚ୍ୟାନେଲ ଯେ ମାଙ୍କ ପାଖରେ ନେଇକି ଆମ କଥା କହିପାରୁଥିଲେ। ସେ ତ ବେଶୀ ପାଠ ପଢ଼ିନଥିଲେ। ପାଠ କେତେ ପଢ଼ିଥିଲେ? ଷଷ୍ଠ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ। ଷଷ୍ଠ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ, କିନ୍ତୁ ଜଟିଳ ଜଟିଳ କଥାକୁ ସରଳ ଭାଷାରେ ବୁଝାଉଥିଲେ। କେମିତି? କି ଆଶ୍ଚର୍ଯ୍ୟ! ରବିବାରିଆ ପାଠ କରୁଥିବେ ନବଜ୍ୟୋତି କାର୍ଯ୍ୟାଳୟରେ, ଲାଇଭ୍ ଡିଭାଇନ୍ ବୁଝାଉଥିବେ ପ୍ରପତି ମହାଶୟ। ଯେତେବେଳେ ଦର୍ଶନ ଟାଇମ୍ରେ ରବିବାର ପଡ଼ିଥାଏ, ଦର୍ଶନ ଟାଇମ୍ରେ ରବିବାର ପଡ଼ିଥାଏ, ପାଠକ ଥିଲେ ଆମେ ଯାଇ ସନ୍ଧ୍ୟାବେଳେ ବସୁ ପାଠକରେ, ବାବାଜୀ ଆଖି ବୁଝିକି କେମିତି ନାମ ଜପ କରୁଥିବେ, ପ୍ରପତି ବସିକି ଆଲୋଚନା କରୁଥିବେ। ହଠାତ୍ ଗୋଟେ କେଉଁଠି ପ୍ରପତି ଅଟକି ଯିବେ, ହଠାତ୍ ବୁଝିପାରିବେନି କି କନଫ୍ୟୁଜନ୍ ଭଳିଆ ଲାଗିବ। ଠିକ୍ ସେ ହଠାତ୍ କହିବେ, ମହାରାଜ ୟାର ଅର୍ଥଟା କ'ଣ ଠିକ୍ ବୁଝି ହେଉନି। କ'ଣ କହିଲେ? ନା ଏଇ ଯେଉଁଟା ଏ ଲାଇନ୍ଟାର ଅର୍ଥଟା ଆଉ ଥରେ ପଢ଼ନ୍ତୁ। ପ୍ରପତି ମାସେ ଇଂରେଜୀରେ ତାକୁ ପଢ଼ିଦେବେ, ସେ ଲାଇନ୍ଟା ପୁରା, ତାକୁ ଓଡ଼ିଆରେ ବୁଝିଦେବେ। ଲାଇଭ୍ ଡିଭାଇନ୍, ଲାଇଭ୍ ଡିଭାଇନ୍ର ଇଂରାଜୀ ଷଷ୍ଠ ଶ୍ରେଣୀର ପାଠ କେମିତି ବୁଝାନ୍ତି? ଏରେ କେମିତି ବୁଝାନ୍ତି ଏତେ ସରଳରେ? କାରଣ ଯେଉଁ ଇଣ୍ଟ୍ୟୁସନ୍, ନଲେଜ୍ ଥ୍ରୁ ଇଣ୍ଟ୍ୟୁସନ୍, ଏ ବିଷୟରେ ମା ବରାବର କହିଛନ୍ତି। ନଲେଜ୍ ଥ୍ରୁ ଇଣ୍ଟ୍ୟୁସନ୍ ତାଙ୍କର। ସେଥିପାଇଁ ସେ ତାର ଓଡ଼ିଆ ଅର୍ଥ ଖୋଜନ୍ତି ନାହିଁ ଡିକ୍ସନାରୀରୁ, ତାରି ଉପରେ ସେ ଧାଡ଼ି ପଢ଼ା ବେଳେ କନସେନ୍ଟ୍ରେଟ୍ କରନ୍ତି। ଧାରା ଏଇଆ କରୁଥିବେ ନିଶ୍ଚୟ, ଏବଂ ଅର୍ଥ ଆପେ ଆପେ ଚାଲି ଆସେ। ଇଣ୍ଟ୍ୟୁସନ୍ ବାଟରେ ଆପେ ଆପେ ଅର୍ଥ ଚାଲି ଆସେ, ଏବଂ ସେ ଅର୍ଥ ପ୍ରତି ସେଇଥିପାଇଁ ଯେତେ ଯେତେ ଜଟିଳ ସମସ୍ୟା ତାଙ୍କ ପାଖରେ ପହଞ୍ଚାଇଲେ ମଧ୍ୟ ତା ଉତ୍ତର ଦେବାର କିଛି ଅସୁବିଧା ହୁଏନି। ଉତ୍ତର ଦେବାର କିଛି ବି ଅସୁବିଧା ହୁଏନି, କାହିଁକିନା ସେ ତ ସାଧାରଣ ଜ୍ଞାନରୁ ଉତ୍ତର ଦିଅନ୍ତି ନାହିଁ ଯେ ଏମିତି କର ସେମିତି ହେବ, ସେମିତି କର ସେମିତି ଆସିବ। ଯେଉଁଟା ଅବଶ୍ୟ ଭାବି ଯେଉଁ ଉତ୍ତରଟା ଆବଶ୍ୟକ, ସେ ଉତ୍ତରଟା ସିଧା ସିଧା ଥ୍ରୁ ଇଣ୍ଟ୍ୟୁସନ୍ ହିଁ ତାଙ୍କୁ ଆସେ।
समस्त भितर गोटे प्रेरणा और उत्साह जहाँ भी कर महाराज जी आम या चाहूँ अति उत्तम सांगे सांगे तो अति उत्तम कर माँ को आशीर्वाद पठाऊ आओ जो मैंने पाठचक्र करती से प्रति गोटे बहुत स्वतंत्र प्रार्थना थाए जे यही कर्मी मान जो मैंने पाठचक्र करमाध्यम माँ का कार्य आहरी व्यापक हम तेणु जोटा उत्साह प्रेरणा से सृष्टि कर मत एति पाठचक्र एत पाठचक्र हमार प्रमाण कौन कारण कौन उपाय कहीं एति पाठचक्र तो आरंभ होता अल्प से पाठचक्र धीरे धीरे बर्तमान 16,000 पाठचक्र एत पाठचक्र हवा पक्ष कारण कौन कारण से समस्त भितर गोटे प्रेरणार गोटे मंजी बुणी देते प्रेरणार उत्साह गोटे मंजी बुणी देते जहाँफल कि समस्त भितर से प्रेरणा चली जाए आश्रम थे वर्ल्ड यूनियन मिली एक ऑर्गेनाइजेशन माँ स्टार्ट कले एवं उदारजीत चेयरमैन है आम शुणीचु आम ओडिशा लोक मैंने शुणीचु एवं छपा हुआ आम देखिनु आम शुणीचु कथा जे उदारजी के कहगला ऑर्गेनाइज करने वर्ल्ड यूनियन को उदारजी माँ को पचारे माँ केमती ऑर्गेनाइज कर माँ सांगे सांगे कहले आस्क नवज्योति कार्यालय आस्क नवज्योति कार्यालय अर्थ आस्क बाबाजी रामकृष्ण दास बाबा नवज्योति कार्यालय माने बाबाजी महाराज को जो उद्यम जो उत्साह जो प्रेरणा जो प्रार्थना जो उद्यम सेटा ही माँ को कृपा फल होता माँ अक्लेश्वर जानी बाबाजी महाराज होती ए सबूर मूल से कहले आस्क नवज्योति कार्यालय आ कि विनम्र बाबाजी की विनम्र जन्मदिन दिन बेले बेले कृपा हुए आम सांगे से जन्मदिन दिन विभिन्न साधक मान पाक जाते मो अन्य मान कथा कहूनी प्रणव दा कथा कहूँ प्रणव दा बयस बाबाजी महाराज 16 वर्ष छोट 16 वर्ष छोट बाबाजी जन्म 1908 दादा जन्म 1924 किंतु प्रणव दादा पाखे बाबाजी जाए सीधा मुंड नुआई मुंड तले छुआ प्रणाम करेंगे आ दादा की खुशी एसो एसो बाबाजी एसो बॉन फेर अपना आज के बॉन फेर हसी हसी एकदम रिसीव करेंगे ठियाई पड़े चेयर ठियाई पड़े बाबाजी पूरा टेबुल मुंड प्रणाम करेंगे हाथ धरवे कि विनम्र भाव चंपकलाल पाखे समस्त पाखे आम पाखे तो स्वाभाविक आम देखीचु समस्ते पार्थिकर जे भी बसते समस्त पाखे एकदम सान पिला भाया थर मोर मन अच्छी मो पार्श्वकर दर्शन टाइम पार्श्वकर बहुत लोक हो गले तो से जगह है बसापी बसु 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 अगणा होगला घर भितर बारंडा अगणा मुझे अगणा शेष को बस पछू बस गोटे चली मधुभाईना पाखे बस शैल पाखे बस कौन पढ़ुं तार उत्तर बाबाजी बुझाऊँ हठात मु गोटे प्रश्न पचारि पछरू पचारि निश्चय बड़ पार्टी करा पड़ो बड़ पार्टी कर पचारि से पचारे कौन है मधुभाईना मो प्रश्न को रिपीट कले
कहला किए पचारुची सेठू मधुआना कहले आम बाबुली पचारुची ओ आम बाबुली अच्छा मु तो पर उत्तर देवी मु पर तक बुझेदेवी समस्त हसी उठले कसी सान पिला जमी आचरण करती आम सेमती आचरण कर ता नई एत सहजरे सरल आम मिशि पार न समस्त बाबाजी मार गोटे दूरदृष्टि थिला जापारे आगू कौन हम अनेक उदाहरण अच्छी ए उदाहरण सब मुझे बराबर कही तो बराबर कही किंतु गोटे घंटे उदाहरण आउ थे रिपीट न कले हेनी कौन से जगह गोटे पूर्णांग शिक्षा केन्द्र रही एवं से पूर्णांग शिक्षा केन्द्र को अनुमति मिलूनी नवजीवन शिक्षा संस्था अनुमति दौन तार कारण हूँ जे सुविधा नहीं स्टाटस ठीक नुह अर्थात छोटिया घर टे चालिया अल्प पिला पार्श्वक्र भी ठीक हो पारनी इत्यादि जो मैंने तो जाइए देखी आसते से बड़ नापसंद कर कहले ना मुझे हेनी आउ टे जाऊ कि दिन पर करवा बाबाजी मो डाकिले पचारे से स्कूल को कहीं अनुमति दि जाऊनी कहली महाराज जो मैंने जाइए से आसिक आपत्ति कर कौन जाइए मो ना सब कहली डाक समझे थे पंडिचेरी से अगस्त 10 सब जाती सब डकाला पचारे कहीं अनुमति दिजानी से कह आरंभ कले गोटे छोटिया छेली गुहाल भाया किसी ना मुझे देखिली जो ये मतामत दी से कहते बाबाजी मुहटा टी करुण हो आसते मत भारी कष्ट है मुझे अटके मुझे रुह रुह तुम जहाँ देख देख मुझे महाराज आपण कौन चाहती ना मु चाहूँगी से स्कूल को अनुमति दि जाऊ मुझे आलोचना करे जाए कथा कहीं जीव किए आम देखी कौन ठीक कि भूल कहीदेलु सीटा गोटे बड़ कथा आपण चाहूँ अनुमति दिज्व तो अनुमति दिगला संगे संगे एम देखी आसते छेली गुहाल किंतु बात्यार समस्त भांगिकी ध्वंस होगला से जहाँ को देखते तापर विभिन्न सूत्रु साहाଯ୍ୟ आसी से गोटे 3 महला कोठा हो गला आमको देखा जाए छेली गुहाल तांकर दूरदृष्टि से देखिपुं से गोटे 3 महला कोठा एमती अनेक उदाहरण अच्छी मो जीवन में मुझे कम कला देखी बहुत जिनस से आगु जापरते बहुत जिन आगु जापारते कहते और सबुठ कथा हूँ इंटरेस्टिंग आमको माँ को सागर केमती निकट करदा हम से बाट से जानते मुझे गोटे समस्या कहली बहुत बड़ समस्याटा होता है मातृभवन में प्राय 2-3 वर्ष धरी आम से समस्या भोगुता मुझे कहली मुझे कहली कई न पाखे कारण से समय कई थिला बेले कहवा ठीक हेनी बोली से जगह खोजते कई ना कह मत कहले जमीती कहल जमीती मत कहल सेमि जाए समाज में कह मुझे पूर्व बहुत थर समाज में कही सारी मुझे समाज में कही सारी ना ना प्रथम महाराज कहूली कि समाज आगुरी कही सारी समाज में कही सारी पुणी थे बाबाजी कहते हाँ कह ना एबे जाओ मत खाली केचिले जा एबे जा कह हाँ एबे सांगे सांगे जा मत जमी कहल सेमती कह मुठी सांगे सांगे गली समाज में मुंड थोकी बाबाजी की जमीती कही ठीक सेमती कहली कही सारा पर कौन है मो भीतरटा हठात रिलैक्स हो गला ताने मोर मन है मु बोधे आगुरी कहला बेले मोर अहंकार को रखी कहूली व्याकुलता नाला मु गोटे अभियोग आकार माँ पाखे कहूली समस्याटा
କିନ୍ତୁ ମୋ ଭିତରେ ଯେଉଁ ବ୍ୟାକୁଳତା, ଯେଉଁ ହୃଦୟରୁ ଯେଉଁ ବ୍ୟାକୁଳତା ସହିତ ବାବାଜୀ କହିଲି, ସେ ବ୍ୟାକୁଳତା ବୋଧେ ନଥିଲା। ବାବାଜୀ କହିଲେ ଏଇ ଯେମିତି କହୁଛି ଏଇଭଳିଆ କହିବା ହିଁ ଦରକାର। ସେଥିପାଇଁ ମୋତେ କହିଲେ ବର୍ତ୍ତମାନ ଯା ସେମିତି କୁହ, ଯେମିତି କହିଲେ ସେମିତି କୁହ। ମୁଁ ଯେମିତି କହିଲି ବାବାଜୀ ସମାଧିରେ, ସାଙ୍ଗେ ସାଙ୍ଗେ ରିଲାକ୍ସ ହେଇଗଲି। ସେ ପଣ୍ଡିଚେରୀ 2-3 ଦିନ ଥିବା ଭିତରେ ଖବର ପାଇଲି ଯେ ସମସ୍ୟା ସମାଧାନ ହେଇଯାଇଛି, ସମସ୍ୟା ସମାଧାନ ହେଇଯାଇଛି। ମୋତେ ଲାଗିଲା ଖାଲି ମୋତେ ତ ପଠେଇଲେନି, ମୋତେ ବି ପଠେଇଲେ, ତା ସାଙ୍ଗେ ନିଜେ ବି କହିଲେ ମାଆଙ୍କୁ, କହିଲେ ଏଇ ଯେଉଁ ପିଲା ଗଲା ଆ କଥା ବୁଝ। ମାଆଙ୍କୁ କହିଥିଲେ, ତାହେଲେ ଏତେ ଶୀଘ୍ର ସବୁ ଥାଉ ଥାଉ ସମାଧାନ ହେଇଗଲା। ଆଉ ସବୁ କଥା ସେ ଜାଣିପାରୁଥିଲେ, ବହୁତ ଶୀଘ୍ର ସବୁ କଥା ଜାଣିପାରୁଥିଲେ। ମୋର ଥରେ ମନେ ଅଛି, ମୋର ଗୋଟେ ଦେହ ଭଲ ନଥାଏ, ଥରେ ଦେହ ଭଲ ନଥାଏ। ସେ କେମିତି ଖବର ପାଇଲେ ମୋ ଦେହଟା ଭଲ ନାହିଁ ବୋଲି। ମୁଁ ତାଙ୍କ ପାଖରେ ବସିଛି, ସେ ତାଙ୍କ ରୁମ୍ ବାହାରେ ଯେଉଁ ଗୋଟେ ବେଞ୍ଚ ଭଳିଆ ପଡ଼ିଥାଏ, ଖଟର ବେଞ୍ଚ ଭଳିଆ, ସେଥିରେ ବସିଥାନ୍ତି। ମୋ ଡାକିଲେ ପାଖକୁ, ମୁଁ ଗୁଣ୍ଡି ଗୁଣ୍ଡି ଆସିଲା ତାଙ୍କ ପାଖେ ପାଦ ପାଖରେ ବସିଲି। କହିଲେ ତମର କିଛି ରୋଗ ନାହିଁ, ମନେ ରହିଲା, କିଛି ରୋଗ ନାହିଁ। ମୁଁ ଆଜ୍ଞା, ନା କ'ଣ? ମୋର କିଛି ରୋଗ ନାହିଁ। ନା କିଛି ରୋଗ ନାହିଁ ତମର। ଆଜ୍ଞା, ସେ କହିଲେ ଯେମିତି ମଜା ଲାଗିଲା, ମୋ ରୋଗ ନାହିଁ। ବାବାଜୀ ଗୋଟେ ମୁଁ ବେଶୀ ପଣ୍ଡିତ ନା, ସେ କୋଉ ରୋଗ ନାହିଁ, ରୋଗ ନାହିଁ। ସେଇଦିନ କିନ୍ତୁ ସେ ୱାକିଂ କରିବାକୁ ଗଲାବେଳେ ସାଙ୍ଗେ ସାଙ୍ଗେ ଅଳ୍ପ ସମୟ ଭିତରେ ସେ ୱାକିଂକି ବାହାରିଲେ ଏବଂ ମୋତେ ପ୍ରପନ୍ନ ଡାହାଣ ହାତ ଧରିଥାନ୍ତି, ମୁଁ ବାଁ ହାତ ଧରିଥାଏ, ୱାକିଂରେ ଯାଉଥାଉ। ସେ ୱାକିଂ ଗଲେ ସମାଧି ଆଶ୍ରମ ଚାରିକଡ଼ ଯାକ 3 ଘେରା ବୁଲନ୍ତି, ତାପରେ ଗେଟ୍ ଭିତରେ ଭିତରକୁ ପଶିବେ। ସେ ଯେଉଁ ସିମେଣ୍ଟ ବେଞ୍ଚ ଉପରେ ବସିବେ କିଛି ସମୟ, ସେଠି କିଛି ସମୟ ବିଶ୍ରାମ ନେଲା ପରେ ପୁଣି ଯିବେ, ସେଠି ତାଙ୍କୁ ଯେଉଁଟା କାଢ଼ି ଦିଆଯିବ, ସେଠୁ ଯିବେ ସମାଧିରେ ପ୍ରଣାମ କରିକି ଆସିବେ। ସେ ଯେତେବେଳେ ବସିଥାନ୍ତି, ଆମେ ତାଙ୍କ କଡ଼ରେ ବସିଥାଉ 2 ଯାକ। ସେଠୁ ତାପରେ କହିଲେ ଯିବା ସମାଧିକି ଯିବା। ସେଠୁ ବସି ପଡ଼ିକି ଜୋତା ଫିଟେଇଲୁ। ଜୋତା ଯେତେବେଳେ ଫିଟଉଛି ମୁଁ, ହଠାତ୍ ମୁଣ୍ଡଟା ଖୁବ୍ ଜୋରରେ କ'ଣ ହେଲା, ଖୁବ୍ ଜୋର କ'ଣ ହେଲା, ମୁଁ ଜାଣିବାକୁ ସୁଯୋଗ ଦେଲିନି। ମୁଁ ଜାଣିବାକୁ ସୁଯୋଗ ଦେଲିନି, ଜୋତା ଫିଟେଇ ଦେଲି। ତାପରେ ତାଙ୍କ ହାତ ଧରିଲି, ଚାଲିଲୁ। ଟିକେ 2-4 ପାଦ ଯାଇଛୁ ନା ନାହିଁ, ହଠାତ୍ ବାଁ ଆଡ଼କୁ ମୁହଁ କରି କହିଲେ, ପ୍ରସାଦ ବାବୁ ତୁମ ସ୍ୱାସ୍ଥ୍ୟ କିପରି ଅଛି? ମୁଁ କାଭା ହେଇଗଲି। ମୁଁ କହିଲି ମୁଁ ତ କିଛି ଆଚରଣରେ ଦେଖେଇନି ମୋ ଦେହ ଖରାପ ଲାଗୁଛି ବୋଲି। ମୁଁ କହିଲି ନାଇଁ ଭଲ ଥିଲା। ବାବାଜୀ ତ ମିଛ କହିପାରିବେନି, ସମାଜ ଆଗରେ ବାବାଜୀ ପଚାରୁଛନ୍ତି ମିଛ କଥା କେମିତି କହିବି ଭଲ ଅଛି ବୋଲି। ମୁଁ କହିଲି ଭଲ ଥିଲା, ଗୋଡ଼ରୁ ଜୋତା କାଢ଼ୁଥିଲି, ସେ ସମୟ ହଠାତ୍ ମୁଣ୍ଡଟା ଖୁବ୍ ଜୋର କ'ଣ ହେଉଛି। ସେ ଡାହାଣ ହାତଟା ପ୍ରପନ୍ନ ପାଖକୁ ଛଡ଼େଇ ଆଣିକି ସମାଜ ଆଡ଼କୁ କହିଲେ, ରିଜେକ୍ଟ କରିଦିଅ, ରିଜେକ୍ଟ କରିଦିଅ, ରିଜେକ୍ଟ କରିଦିଅ 3 ଥର। ଏଇ କଥା ମୁଁ ବୋଧେ ଓଡ଼ିଶାର ଭାଇ ଭଉଣୀମାନଙ୍କୁ 60-70-100 ଥର କହିସାରିଥିଲି। ଅର୍ଥାତ୍ ତୁମେ ଚାହିଁଲେ ତୁମ ଭିତରୁ ରିଜେକ୍ଟ କରିଦେଇପାରିବ। ଏଇ କଥା ସେ ଶିଖେଇଥିଲେ। ଜାଣିପାରିଲେ ମୋ ଭିତରେ ସମସ୍ୟା ଅଛି ବୋଲି, ଦେହଟା କିନ୍ତୁ ଖରାପ ଲାଗୁଛି ବୋଲି, ଏବଂ ରିଜେକ୍ଟ କରିଦେବା ପାଇଁ ବତେଇଦେଲେ, ରିଜେକ୍ଟ କରିଦିଅ ସମାଜ। ଆଉ ଅନେକ କଥା ଅଛି ବାବାଜୀ ବିଷୟ କହିବା ପାଇଁ, ସମୟ ନାହିଁ, ମୋର ପ୍ରସବ ପାଇଁ କହିବାକୁ ଆସିଥିଲି। ନାମ ଜପର ମହିମା, ନାମ ଜପ ଯେ କ'ଣ କରି ନପାରେ, ସମସ୍ତେ ସମଗ୍ର ଓଡ଼ିଶାରେ ନାମ ଜପ ପ୍ରତିଷ୍ଠା କରିବାରେ ବାବାଜୀ ଯାହା କରିଯାଇଛନ୍ତି, ଆମେ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ପାଇଁ କୃତଜ୍ଞ ହେଇପାରିବୁ ନାହିଁ। ଏତିକି କୃତଜ୍ଞ ହେବା ସମ୍ଭବ ବି ନୁହଁ। ଯାହା ବି କହିଲେ କହିବେ ମାଆଙ୍କ ନାମ ଜପ କର, ଯାହା ବି କହିଲେ କହିବେ ମାଆଙ୍କ ନାମ ଜପ କର। ତତ ଇଏ କରିବ, ଧୀରେ ଧୀରେ ନୁହଁ, ଜୋର 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 କରିବ, ମାମା 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 ମାମା, ମଝିରେ ଜାଗା ଦେବନି, ଗ୍ୟାପ୍ ଦେବନି, ଏବଂ ଲିପ୍ ମୁଭମେଣ୍ଟ କରି କହିବ, ମନେ ମନେ ନୁହଁ। ମନେ ମନେ କହିଲେ ଅନେକ କଥା ଭାବିବ, ମାମା 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 ମାମା, ତ ମା ଉପରେ କହିବାକୁ ଥିବ ନା, ଶବ୍ଦ ଉଠ ଉଚ୍ଚାରଣ କରୁଥିବ, ଆଉ ଅନେକ କଥା ଭାବିବାକୁ ବେଳ ନାହିଁ। ମୁଁ ଥରେ ଏ କଥା ବି କହିଛି ଆପଣମାନଙ୍କୁ। ଦିନେ ଖରାବେଳେ ଯାଇ ପହଞ୍ଚିଲି, ଯେତେବେଳେ କିଛି କାମ ଥାଏ ମୁଁ ଖରାବେଳେ ଯାଏ, ଏକୁଟିଆ ଥାନ୍ତି, ଚିଠି ଫିଠି ଲେଖୁଥାନ୍ତି। ମୋତେ କହିଲେ କ'ଣ କାମ ଥିଲା? ମୁଁ କହିଲି ମହାରାଜ ମୋ ନାମ ଜପ ହେଉନି। କହିଲେ କ'ଣ ହେଲା, ନାମ ଜପ ହେଉନି? ମୁଁ କହିଲି ନା, ତ ଗୋଟେ କାମ କର, ମୁଁ ଚିଠି ଲେଖୁଛି,
ବସିକି ଜପ କର, ମୁଁ ଚିଠି ଲେଖି ସାରେ, କାମ ସାରେ କଥା ହେବା। ମୁଁ କହିଲି ହଉ। ମୁଁ ଆସି ବସିକି ଜପ ଆରମ୍ଭ କଲି। ତାଙ୍କ ଚିଠି ଲେଖା ସରିଲା, ସେ ଗଲେ ସ୍ନାନ ଇତ୍ୟାଦି କରିବା ପାଇଁ। ସମୁଦାୟ 2 ଘଣ୍ଟାରୁ ବେଶୀ ସମୟ କାମ ତାଙ୍କର। ସ୍ନାନ କରିବେ, ଆଉ ଶୌଚକ୍ରିୟା କରିବେ, ସବୁ କରିସାରିକି ଯେତେ ଲୁଗା ପାଲଟିବାକୁ ପଡ଼ିବ ମୋତେ ଡାକିଲେ, ପ୍ରସାଦ ହଉ ଆଜି ସେତିକି ଥାଉ। ମୁଁ ଦେଖିଲି 2 ଘଣ୍ଟା ହେଇଗଲାଣି, କିନ୍ତୁ ମୁଁ ତାଙ୍କୁ କହୁଥିଲି ମୋର ଜପ ହେଉନି। 2 ଘଣ୍ଟା କାଳ କ'ଣ କରୁଥିଲି ବସିକି? ଅର୍ଥାତ୍ ସେ ଜପକୁ ଯେମିତି ଇଞ୍ଜେକ୍ଟ କରିଦିଅନ୍ତି ଦେହ ଭିତରେ, ତାଙ୍କର ସେ ସାମର୍ଥ୍ୟ ଅଛି। କାରଣ ଜପ ସିଦ୍ଧ ନା, ଜପ ସିଦ୍ଧ। ରାମ ନାମ ଜପ କରି କରି ଲକ୍ଷ ରାମ ନାମ ଜପ କରୁଥିଲେ। ଲକ୍ଷ ଲକ୍ଷ ଜପ ସେ କରୁଛି, ଜପ ସିଦ୍ଧ ସେ। ତେଣୁ ତାଙ୍କ ବ୍ଲଡ଼ରେ, ତାଙ୍କ ସମଗ୍ର ସତ୍ତା ଭିତରେ ମା ଭର୍ତ୍ତି ରହିଛନ୍ତି ଜପ ମାଧ୍ୟମରେ। ଭାଇ ଭଉଣୀମାନେ, ଆମର ଅଶେଷ ସୌଭାଗ୍ୟ ଆମେ এই ଜନ୍ମରେ ବାବାଜୀ ମହାରାଜ ଏବଂ ପ୍ରପତି ମହାଜନ ଭଳି 2ଟି ବ୍ୟକ୍ତିତ୍ୱ ପାଇଲୁ, ଯେ କି ଆମକୁ ମହାଶିବଙ୍କୁ ଚିହ୍ନେଇ ଦେଲେ, ଆମର ଏଇ ଜୀବନକୁ ଧନ୍ୟ କରିଦେଲେ। ବେଳେବେଳେ ଭାବୁ, ଆମେ ଯଦି ବାବାଜୀ ମହାରାଜ ପ୍ରପତିଙ୍କ ସହିତ ଆମେ ସମ୍ପର୍କରେ ଆସିନଥାନ୍ତୁ, ସେମାନେ ଯଦି ଓଡ଼ିଶାକୁ ମହାଶିବଙ୍କ କାର୍ଯ୍ୟ ପାଇଁ ଆସିନଥାନ୍ତେ, ଯେତେ ଯେତେ କାର୍ଯ୍ୟ ଓଡ଼ିଶାରେ ହେଇଛି ସବୁ, ପାର୍ଶ୍ୱକ କୁହନ୍ତୁ, ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର କୁହନ୍ତୁ, ଦେହାଂଶ ସ୍ଥାପନ କେନ୍ଦ୍ର କୁହନ୍ତୁ, କୃଷି କ୍ଷେତ୍ର କୁହନ୍ତୁ, ଡାଳିଜୋଡ଼ା ଆଶ୍ରମ କୁହନ୍ତୁ, ଯାହା କୁହନ୍ତୁ, ବାବାଜୀଙ୍କୁ ମାଇନସ୍ କରି କଳ୍ପନା କରିହେବନି। ବାବାଜୀ ହେଉଛନ୍ତି ସବୁ କେନ୍ଦ୍ର, ସବୁ ମୂଳରେ। ଏ ଜୀବନ ପ୍ରତ୍ୟେକ ଏତେ ଆମେ ମାନେ କେତେ ଜନ୍ମ ଯେ ଲାଗିବ ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ପାଇଁ କହିବନି। ଗୋଟେ ଜନ୍ମ ଯଥେଷ୍ଟ ନୁହେଁ କେବେ। ମୁଁ ଆପଣମାନଙ୍କ ସମସ୍ତଙ୍କ ସହିତ ସେଇ ପବିତ୍ର ବ୍ୟକ୍ତିତ୍ୱ ବାବାଜୀ ମହାରାଜ ଶ୍ରୀରାମକୃଷ୍ଣ ଦାସଙ୍କ ଚରଣରେ ମୋର ପ୍ରଣାମ ନିବେଦନ କରୁଛି।